ଚଳାନ୍ତି। ପ୍ରଭୁ ତାଙ୍କୁ ଅନେକ ଅନେକ ଦାୟିତ୍ୱ ତାଙ୍କୁ ପ୍ରଦାନ କରିଛନ୍ତି। ସେ ଆମମାନଙ୍କ ଗହଣରେ ଅଛନ୍ତି। ସେ ଜାଗାରେ କ୍ଲାଇମେଟ ଠିକ ନୁହେଁ, ଝଡ଼ ବର୍ଷା ବହୁତ ଆଉ ରହିଛି ଯୋଉ ଜାଗାରେ ସେ ରହନ୍ତି। ଆଉ ବୋଧେ ହୁଏତ କେତେବେଳେ ନେଟୱାର୍କର ବି ପ୍ରୋବ୍ଲେମ ହେଇପାରେ, ଆମେ ବ୍ୟସ୍ତ ହବା ନାହିଁ। ଏ ସମୟରେ ମୁଁ ଆହ୍ୱାନ କରିବି ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ରେଭରେଣ୍ଡ ସତୀଶ ଲିମା ମହାଶୟ, ସେ ଆସି ପବିତ୍ର ବାକ୍ୟକୁ ପରିବେଷଣ କରିବେ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ପରମେଶ୍ୱରଙ୍କର ଗୌରବ ହେଉ, ପରମେଶ୍ୱରଙ୍କର ପ୍ରଶଂସା ହେଉ, ପରମେଶ୍ୱରଙ୍କର ପବିତ୍ର ମହାନ ଆମର ଧନ୍ୟବାଦ ହେଉ। ତାଙ୍କ ଦୟା ତାଙ୍କର ଅନୁଗ୍ରହରେ ଆମମାନେ ଚଳିତ ମାସର ଶେଷ ରବିବାର ଦେଖିବାର ସୁଯୋଗ ପାଇଅଛୁ। এই ମାସର ଆରମ୍ଭରୁ ମାସର ଏ ପର୍ଯ୍ୟନ୍ତ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହେଇ ଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ। ପୁଣି ରାତ୍ରିର ସମସ୍ତ ଆପଦ ବିପଦରୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରି ସୁଖ ନିଦ୍ରା ପ୍ରଦାନ କରି ଏକ ସୁନ୍ଦର ପ୍ରାତଃକାଳ ଆଶୀର୍ବାଦର ପ୍ରାତଃକାଳ ଆମମାନଙ୍କୁ ସେ ପ୍ରଦାନ କରିଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ, ପ୍ରଭୁଙ୍କର ମହାନ ଆମର ଧନ୍ୟବାଦ ହେଉ। ତତ୍ସଙ୍ଗେ ସଙ୍ଗେ ବିଭିନ୍ନ ବିଷୟ ପାଇଁ ପ୍ରାର୍ଥନା କରିବା ପାଇଁ ଏବଂ ଗୀତ ମାଧ୍ୟମରେ ତାଙ୍କ ନିକଟବର୍ତ୍ତୀ ହେବା ପାଇଁ ଏବଂ ନିଜ ନିଜ ଗୃହରେ ରହି ମଧ୍ୟ ସମସ୍ତଙ୍କ ସହିତ ମିଶି ଏକ ସହଭାଗିତାର ଆରାଧନା କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୁଯୋଗ ପ୍ରଦାନ କରିଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ, ପ୍ରଭୁଙ୍କର ମହାନ ଆମର ଧନ୍ୟବାଦ ହେଉ। ପୁଣି ତତ୍ସଙ୍ଗେ ସଙ୍ଗେ ମୁଁ ସେରଙ୍ଗ ଭେଟଘାଟର ପ୍ରତ୍ୟେକ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦିଏ ଆଜି ମତେ ଏହି ସେବା କାର୍ଯ୍ୟରେ ସଂଯୋଗ କରିଥିବାରୁ। ଆସୁ ଏହି ସମୟରେ ଆମେ କାଳ ବିଳମ୍ବ ନ କରି ବାକ୍ୟ ନିକଟବର୍ତ୍ତୀ ହେବା। ଦୟାକରି ମୋ ସହିତ ଖୋଲନ୍ତୁ ପ୍ରେରିତ ପୁସ୍ତକ ତାର 16 ଅଧ୍ୟାୟ 25 ପଦ ଏବଂ 26 ପଦ। ପ୍ରେରିତ ପୁସ୍ତକ 16 ଅଧ୍ୟାୟ 25 ପଦ ଏବଂ 26 ପଦ କେହି ଜଣେ ସ୍ପଷ୍ଟ ଭାବରେ ପଢି ସମସ୍ତଙ୍କୁ ଶୁଣିବାରେ ସାହାଯ୍ୟ କରନ୍ତୁ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। ସେତେବେଳେ ହଠାତ୍ ଏପରି ମହା ଭୂମିକମ୍ପ ହେଲା ଯେ କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ୱାର ମେଲା ହୋଇଗଲା। ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା। ପ୍ରଭୁ ଏ ପଠିତ ଅଂଶ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହାର ଅନ୍ତରାଳରେ ଥିବା ସମସ୍ତ ଆତ୍ମିକ ଶିକ୍ଷା, ପରମେଶ୍ୱରଙ୍କ ନିର୍ଦ୍ଦେଶ, ଆଶ୍ଚର୍ଯ୍ୟ ବିଷୟ ସମସ୍ତ ଆମମାନଙ୍କୁ ଗ୍ରହଣ କରିବାକୁ, ଶିକ୍ଷା କରିବାକୁ ଆମମାନଙ୍କୁ ଊର୍ଦ୍ଧ୍ୱରୁ ସାହାଯ୍ୟ ଏବଂ ଶକ୍ତି ପ୍ରଦାନ କରନ୍ତୁ। ଆଜି ଯେଉଁ ବିଷୟ ଆମେ ଆଲୋଚନା କରିବା, ବାଧାଜନକ ଭିତ୍ତିମୂଳ ଆମମାନଙ୍କ ପାଇଁ ମଧ୍ୟ କମ୍ପିବ। ବାଧାଜନକ ଭିତ୍ତିମୂଳ ଆମ୍ଭମାନଙ୍କ ପାଇଁ ମଧ୍ୟ କମ୍ପିବ। এই বিষয় ଆମମାନଙ୍କ ନିମନ୍ତେ ନୂତନ ନୁହେଁ। ଅନେକ ଥର ଆମେ ଏହି ବାକ୍ୟ ଶୁଣିଥିବା, ଅନେକ ଥର କୌଣସି କୌଣସି ସଣ୍ଡେ ସ୍କୁଲରେ କିମ୍ବା କୌଣସି ସିର ପ୍ରୋଗ୍ରାମରେ ନାଟକ ଭାବରେ ମଧ୍ୟ ଏହାକୁ ଆମେ ଦେଖିଥିବା। ପ୍ରକୃତରେ ଏହା ଦେଖିବାକୁ ଗଲେ ଫିଲିପି ନଗରର ଘଟଣା ଅଟେ। 16 ପଦ ଏବଂ 17 ପଦରେ ଯଦି ଆମେ ଦେଖୁ, ଗୋଟେ ଦୈବଜ୍ଞ ଆତ୍ମା ବିଶିଷ୍ଟ ଜଣେ ସ୍ତ୍ରୀ ଲୋକକୁ ବ୍ୟବହାର କରି କେତେକ ଲୋକ ଲାଭ ପାଉଥିଲେ, କାରଣ ସେଇ ସ୍ତ୍ରୀ ଲୋକ ଲୋକମାନଙ୍କର ଭବିଷ୍ୟତ କହିଦେଉଥିଲା। ଆଉ 18 ପଦରେ ଅନେକ ଦିନ ପର୍ଯ୍ୟନ୍ତ ଏହି ଦୈବଜ୍ଞ ଆତ୍ମା ବିଶିଷ୍ଟ ସ୍ତ୍ରୀ ଲୋକ ପାଉଲ ଓ ସିଲାଙ୍କୁ ବିରକ୍ତି କରୁଥିଲା। ସେ ଚିତ୍କାର କରି କହୁଥିଲା, ଏମାନେ ପରାତ୍ପରଙ୍କର ଦାସ ଆସି ଅଟନ୍ତି, ଏମାନେ ପରିତ୍ରାଣର ପଥ ଦେଖାଉଅଛନ୍ତି। ଏ ପ୍ରକାର ସେ ବାରମ୍ବାର ଚିତ୍କାର କରୁଥିଲା। ଏବଂ ଯଦିଓ ସେ ଆତ୍ମା ବିଶିଷ୍ଟ ସ୍ତ୍ରୀ ଲୋକ ବା ସେ ମନ୍ଦ ଆତ୍ମା ପାଉଲ ଓ ସିଲାଙ୍କ ବିଷୟରେ ଉତ୍ତମ ଓ ସତ୍ୟ ବିଷୟ କହୁଥିଲା, ତଥାପି ସେ ମନ୍ଦ କାର୍ଯ୍ୟରେ ଲିପ୍ତ ଥିଲା। ତା ମନ୍ଦ କାର୍ଯ୍ୟ ପାଇଁ ସେ ବ୍ୟବହାର ହଉଥିଲା। ତେଣୁ ନିଶ୍ଚିତ ଭାବରେ ପ୍ରଭୁଙ୍କ ଲୋକମାନେ ବିରକ୍ତି ହେବା ସ୍ୱାଭାବିକ ବିଷୟ ଅଟେ। ଅବଶ୍ୟ ସେ ଉତ୍ତମ କାର୍ଯ୍ୟ କରୁଥିଲା। ବେଳେ ବେଳେ ଆମମାନଙ୍କର ଜୀବନରେ କୌଣସି ଗୋଟିଏ ସ୍ୱଳ୍ପ ଆୟ କିମ୍ବା ସ୍ୱଳ୍ପ ସୁବିଧା ସକାଶୁ ଆମେ ମନ୍ଦତା ସହିତ ମଧ୍ୟ ସାଲିସ କରିଦେଇଥାଉ। କିନ୍ତୁ ପାଉଲ ଓ ସିଲା ସେ ପ୍ରକାର କଲେ ନାହିଁ। ସେଇ ସ୍ତ୍ରୀ ଲୋକଟି ସତ କଥା କହୁଥିଲେ ମଧ୍ୟ, ଏମାନଙ୍କ ବିଷୟରେ ଉତ୍ତମ କଥା କହୁଥିଲେ ମଧ୍ୟ, ସେଇ ସ୍ତ୍ରୀ ଲୋକଟି ମନ୍ଦ କାର୍ଯ୍ୟ ଦ୍ୱାରା ସେ ମନ୍ଦ କାର୍ଯ୍ୟରେ ଲିପ୍ତ ଥିଲା। ତାକୁ ମନ୍ଦ ଲୋକମାନେ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିଲେ। ସେଥିପାଇଁ ପାଉଲ ଓ ସିଲା ସେମାନେ ବିରକ୍ତି ହେଲେ। ବିରକ୍ତି ହେବା ଦ୍ୱାରା ସେମାନେ ତାକୁ ଧମକ ମଧ୍ୟ ଦେଇଥିବା ବିଷୟ ଆମେ ପରେ ପରେ ଦେଖୁଅଛୁ। 18 ପଦରେ ପାଉଲ ଯୀଶୁଙ୍କ ନାମରେ ତାଙ୍କୁ ଧମକ ଦେଲେ। ଆଉ ଧମକ ଦେବା ମାତ୍ରକେ ସେ ସ୍ତ୍ରୀ ଲୋକକୁ ଛାଡ଼ି ସେ ଆତ୍ମା ବାହାରିଗଲା।
ଆଉ ସେ ସ୍ତ୍ରୀ ଲୋକର କର୍ତ୍ତା ମାନେ ଯୋଉମାନେ ତାକୁ ବ୍ୟବହାର କରୁଥିଲେ ସେ କର୍ତ୍ତା ମାନେ ପାଉଲ ଓ ଶିଲାଙ୍କ ଉପରେ ବିରକ୍ତି ହେଇ ପାଉଲ ଓ ଶିଲାଙ୍କୁ ଧରି ସେମାନେ ବିଚାରକର୍ତ୍ତା ମାନଙ୍କ ନିକଟକୁ ଆଣିଲେ। ବିଚାରକର୍ତ୍ତା ମାନଙ୍କ ନିକଟକୁ ଅଣାଗଲା। ତାପରେ ଲୋକମାନଙ୍କୁ ମଧ୍ୟ ଭୟଙ୍କର ଭାବରେ ସେମାନେ ମତେଇଲେ ଏବଂ ଲୋକମାନଙ୍କୁ ମତେଇଲା ପରେ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ସେମାନଙ୍କୁ ଆଜ୍ଞା ଦିଆଗଲା। 23 ପଦରେ ସ୍ପଷ୍ଟ ଭାବରେ ଲେଖା ଯାଇଅଛି ଯେ ବହୁତ ପ୍ରହାର କରାଇଲେ। କେତୋଟି ପ୍ରହାର କରାଇଲେ? ବହୁତ, ମାନେ ଲେଖକ ଗଣି ପାରି ନାହାନ୍ତି। 39 ପ୍ରହାର ହେଇପାରେ, 52 ପ୍ରହାର ହେଇପାରେ, କିମ୍ବା ତା ଠାରୁ ମଧ୍ୟ ଆଉ ଅଧିକ ପ୍ରହାର ହେଇପାରେ, କାରଣ ନିୟମ ଅନୁସାରେ 39 କିମ୍ବା 52, କିନ୍ତୁ ଏଠାରେ 39 କିମ୍ବା 52 ବୋଲି କୌଣସି ଶବ୍ଦ ଲେଖା ଯାଇ ନାହିଁ, ବହୁତ ବୋଲି ଲେଖା ଅଛି। ସେଥିପାଇଁ ଲେଖକ ଗଣି ପାରି ନାହାନ୍ତି। ସେ ବହୁତ ପ୍ରହାର କରାଇଲେ ଏବଂ ପ୍ରହାର କରି ତାଙ୍କୁ ଛାଡ଼ିଦେଲେ ନାହିଁ, ବରଞ୍ଚ ପ୍ରହାର କରି ତାଙ୍କୁ କାରାଗାରରେ ନିକ୍ଷେପ କରି ଦିଆଗଲା। ଏବଂ ତା ସହିତ 23 ପଦରେ ଆମେ ଦେଖିବାକୁ ପାରୁଅଛୁ ସେମାନଙ୍କୁ ରକ୍ଷା କରିବା ପାଇଁ, ରକ୍ଷା ମାନେ ତା ଅର୍ଥ ନୁହେଁ ଯେ ସେମାନଙ୍କୁ ବଞ୍ଚେଇବା ପାଇଁ, ତାହା ନୁହେଁ, କିନ୍ତୁ ରକ୍ଷା କହିଲେ ସେମାନେ ଯେପରି ଆଉ କୌଣସି ପ୍ରକାର କାର୍ଯ୍ୟ ନ କରିବେ, ସେମାନେ କୌଣସି ପ୍ରକାର ଯୀଶୁଙ୍କ ବିଷୟରେ କାର୍ଯ୍ୟ ନ କରିବେ, କିମ୍ବା ସେମାନେ ଯେପରି କୌଣସି ଦୌଡ଼ି ନ ପଳେଇବେ, ସେଥିପାଇଁ ସେମାନଙ୍କୁ ରକ୍ଷା କରିବା ପାଇଁ ଦୃଢ ଆଜ୍ଞା ଦିଆଗଲା। ଏବଂ 24 ପଦରେ ସେମାନଙ୍କର ପାଦରେ ହରି କାଠ ଗୋଟେ ବନ୍ଧନ ବାନ୍ଧି ଦିଆଗଲା। ସେମାନଙ୍କର ପାଦରେ, ହାତରେ ହରି କାଠରେ ଶିଙ୍କୁଳିରେ ସେମାନଙ୍କର ସେମାନଙ୍କୁ ବନ୍ଧନ ବାନ୍ଧି ଦିଆଗଲା। ପାଉଲ ଓ ଶିଲା ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ନିମନ୍ତେ ଲୋକମାନଙ୍କୁ ପ୍ରଭୁଙ୍କର ଅନୁଗ୍ରହ, ପରିତ୍ରାଣ, ଅନନ୍ତ ଜୀବନ, ସେମାନଙ୍କର ଠାରୁ ସମସ୍ତ ବନ୍ଧନକୁ ମୁକ୍ତ କରିବା ପାଇଁ ସେମାନେ ଯାଇଥିଲେ ଫିଲିପିକୁ। କିନ୍ତୁ ସେମାନେ ନିଜେ ବର୍ତ୍ତମାନ ବନ୍ଧନ ଅବସ୍ଥାରେ ରହିଯିବା ବିଷୟ ଆମେ ଦେଖିବାକୁ ପାରୁଅଛୁ। ଆଉ ଏଇ କାରାଗାର ଯୋଉ ସେମାନଙ୍କୁ ଯୋଉ ରଖାଗଲା ତାହା କେବେ ମଧ୍ୟ ସହଜ ବିଷୟ ହେଇନଥାଏ। କାରାଗାର କେବେ ମଧ୍ୟ ସହଜ ବିଷୟ ହେଇନଥାଏ, ତାହା ଭୟଙ୍କର କଷ୍ଟକର ବିଷୟ ହେଇଥାଏ। ଜେଲରେ ସେମାନେ ବନ୍ଧନ ଅବସ୍ଥାରେ ରହିଅଛନ୍ତି, ସେମାନେ ମୁକ୍ତ ଅବସ୍ଥାରେ ନାହାନ୍ତି ଯେ ସେମାନେ କୌଣସି ପ୍ରକାର ନିଜର କାର୍ଯ୍ୟ କରିପାରିବେ। ଅର୍ଥାତ୍ ହରି କାଠରେ ସେମାନଙ୍କର ହାତକୁ ପାଦକୁ ବାନ୍ଧି ଦିଆଯାଇଅଛି, ତା ପୂର୍ବରୁ ପ୍ରହାର କରାଯାଇଅଛି। ଯଦି କୌଣସି ଜାଗାରେ ଦରଜ ହଉଛି ଟିକେ ଆଉଁସିବା ପାଇଁ ମଧ୍ୟ ସେମାନଙ୍କର ହାତ ବନ୍ଧନ ଅବସ୍ଥାରେ ଅଛି। ଯଦି ପିଠିରେ ସେମାନଙ୍କୁ ଦରଜ ହଉଥିବ ଟିକେ ହାତରେ ଆଉଁସି ଦେଲେ ଭଲ ଲାଗିବ, ମୁଣ୍ଡରେ ସେମାନଙ୍କୁ ଦରଜ ହଉଥିବ ଟିକେ ମୁଣ୍ଡରେ ହାତ ଆଉଁସି ଦେଲେ ଭଲ ଲାଗିବ, ସେମିତି ନଥିଲା। ସେମାନଙ୍କର ସେ ପ୍ରକାର ସୁବିଧା ନଥିଲା। ସେମାନଙ୍କୁ ବନ୍ଧନ ଅବସ୍ଥାରେ ବାନ୍ଧି ରଖି ଦିଆଯାଇଥିଲା। ଏଇ ଜେଲ ସେମାନଙ୍କର କାର୍ଯ୍ୟରେ ବାଧା ଦେଇଅଛି। ସେ ଯୋଉ କାରାଗାର ରଖାଗଲା, ସେଇ କାରାଗାର ସେମାନଙ୍କର କାର୍ଯ୍ୟରେ, ଅର୍ଥାତ୍ ଯୀଶୁଙ୍କର ସୁସମାଚାର ପ୍ରଚାର କରିବା କାର୍ଯ୍ୟରେ ବାଧା ଦେଇଅଛି। এই জেল ঘর সেমানଙ୍କର ଉନ୍ନତିରେ ବାଧା ଦେଇଅଛି। ଯୋଉ କାରାଗାର ସେମାନଙ୍କୁ ରଖାଗଲା, ସେଇ କାରାଗାର ସେମାନଙ୍କର ଉନ୍ନତି ପଥରେ ବାଧା ଦେଇଅଛି। এই ଜେଲ ଘର ସେମାନଙ୍କର ଏବଂ ସେମାନଙ୍କର କାର୍ଯ୍ୟ ବା ପ୍ରଚାର କାର୍ଯ୍ୟକୁ ବନ୍ଦ କରିବାରେ ଚେଷ୍ଟା କରିଅଛି, ସଫଳ ମଧ୍ୟ ହେଇଯାଇଅଛି ବନ୍ଦ କରିବାରେ। এই ଜେଲ ସେମାନଙ୍କୁ ଅନ୍ୟମାନଙ୍କର ସହଭାଗିତାରୁ ପୃଥକ ମଧ୍ୟ କରିଦେଇଅଛି। এই ଜେଲ ମାନେ এই କାରାଗାର ସେମାନଙ୍କୁ ନିରୁତ୍ସାହିତ, ନିରାଶ କରିବା ପାଇଁ ସେ ଚେଷ୍ଟା କରିଛି ଏବଂ ସଫଳ ମଧ୍ୟ ହେଇଯାଇଅଛି। এই ଜେଲ ସେମାନଙ୍କୁ ମାନେ ବହୁତ ଅସୁବିଧାରେ ପକେଇବା ପାଇଁ, ବହୁତ ଅସୁବିଧା ଏବଂ ତା ସହିତ ନେଗେଟିଭ ପରିସ୍ଥିତି ସୃଷ୍ଟି କରିବା ପାଇଁ ସେ ଚେଷ୍ଟା କରିଛି ଏବଂ ସଫଳ ମଧ୍ୟ ହେଇଯାଇଅଛି। ଦେଖିବାକୁ ଗଲେ এই ଜେଲ ସେମାନଙ୍କୁ ଅପମାନ ମଧ୍ୟ କରିଅଛି ଯେ ମହା ଅପରାଧୀ, କାରଣ ସାଧାରଣ ଅପରାଧୀ ମାନଙ୍କୁ ବେତ୍ରାଘାତ କରିଦେଇ ଛାଡି ଦିଆଯାଉଥିଲା, କିନ୍ତୁ ଏମାନେ ମହା ଅପରାଧୀ ବୋଲି ସାବ୍ୟସ୍ତ ହେବାରୁ ଏମାନଙ୍କୁ ବେତ୍ରାଘାତ କରିଲା ପରେ ଜେଲରେ ମଧ୍ୟ ରଖି ଦିଆଯାଇଅଛି। ଅର୍ଥାତ୍ ଏମାନଙ୍କର ମାନ, ସମ୍ମାନ, ଇଜ୍ଜତ, ଅପମାନ ଅନ୍ୟମାନଙ୍କ ନିକଟରେ ତାହା ପ୍ରକାଶ କରିଦେଇଅଛି, ଯେପରି ଏମାନଙ୍କର କଥା ଆଉ କେହି ନ ଶୁଣନ୍ତି। এই ଜେଲ ପାଉଲ ଓ ଶିଲାଙ୍କୁ ସେମାନଙ୍କର ପରମେଶ୍ୱରଙ୍କ ଠାରୁ ଦୂରକୁ ନେବା ପାଇଁ ଚେଷ୍ଟା କରିଅଛି। এই ଜେଲ ଘର ସେମାନଙ୍କର ମନୋବଳ ଭାଙ୍ଗିବା ପାଇଁ ଶତ ଚେଷ୍ଟା କରିଅଛି। ସେମାନେ ଯେଉଁ ଉତ୍ସାହରେ, ଯେଉଁ ଆଗ୍ରହରେ ନିଜର ପରିବାର, ନିଜର ବ୍ୟବସାୟ ସମସ୍ତ ଛାଡ଼ି ଦେଇ ସେମାନେ ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ ଆସିଥିଲେ, ସେ ସମସ୍ତ ବିଷୟକୁ ବିଫଳ କରିବା ପାଇଁ, ମନୋବଳକୁ ଭାଙ୍ଗିବା ପାଇଁ ସେ ଚେଷ୍ଟା କରିଅଛି। ପ୍ରଭୁଙ୍କର ନାମ ସକାଶେ ସେମାନେ ବାହାରିଥିଲେ, କିନ୍ତୁ ଏଇ ଜେଲ ସେମାନଙ୍କୁ ଯନ୍ତ୍ରଣା, କଷ୍ଟ, ନିନ୍ଦା, ଅପମାନ ଏ ସମସ୍ତ କରିବା ପାଇଁ ଚେଷ୍ଟା କରିଅଛି, ଦେବା ପାଇଁ ଚେଷ୍ଟା କରିଅଛି ଏବଂ ତା ସହିତ ସେ ସଫଳ ମଧ୍ୟ ହେଇଅଛି। ମୋର ପ୍ରିୟ ବନ୍ଧୁଗଣ, ଆମେ ପ୍ରାୟ ପ୍ରତ୍ୟେକ ପ୍ରଭୁଙ୍କର ସେବା କାର୍ଯ୍ୟରେ ଅଛୁ
ଏବଂ ତା ସହିତ ଆମେ ପ୍ରଭୁଙ୍କ ପାଇଁ ଆମେ କିଛି କିଛି ବିଷୟ ସାକ୍ରିଫାଇସ୍ ମଧ୍ୟ କରିଅଛୁ, ତ୍ୟାଗ କରିଅଛୁ। ଜଗତର ମୋହ ମାୟା, ଜଗତର ଆମୋଦ ପ୍ରମୋଦ, ଏ ସମସ୍ତ ବିଷୟକୁ ତ୍ୟାଗ କରି ଆମେ ଧାର୍ମିକତାର ପଥରେ ଅଗ୍ରସର ହେବା ପାଇଁ ଚେଷ୍ଟା କରୁଅଛୁ। ସେଦିନ ପାଉଲ ଓ ସିଲାଙ୍କୁ ସେ ପ୍ରକାର ପରିସ୍ଥିତି ଆସିଥିଲା। ଆମ ଜୀବନରେ ମଧ୍ୟ ଏଇ ପ୍ରକାର ଅନେକ ବାଧା ଦେବା ପାଇଁ ଓ ଆମମାନଙ୍କୁ ବନ୍ଧନରେ ବାନ୍ଧିବା ପାଇଁ ଆମମାନଙ୍କର ଜୀବନରେ କିଛି କିଛି ଏଇ ପ୍ରକାର କଷ୍ଟଦାୟକ ଜେଲ ଆମମାନଙ୍କ ଜୀବନରେ ରହିଅଛି। ଅଦୃଶ୍ୟ, ସେମାନେ ଦୃଶ୍ୟ ଜେଲରେ ଥିଲେ, କିନ୍ତୁ ଅଦୃଶ୍ୟ ଜେଲରେ ଆମମାନଙ୍କର ମଧ୍ୟରେ ଅନେକ ଲୋକ ବନ୍ଧା ଯାଇଅଛନ୍ତି। ଆମମାନଙ୍କ ମଧ୍ୟରେ ଅନେକ ଲୋକ ଏଇ ପ୍ରକାର ଜେଲରେ ବନ୍ଧା ଯାଇଅଛନ୍ତି। ଯେପରି କିଛି ଲୋକ ଭୟର ବନ୍ଧନରେ ଆଜି ବନ୍ଧା ଯାଇଅଛନ୍ତି। ସେମାନେ ପ୍ରତିଟି ବିଷୟ ପାଇଁ ଭୟ, ହାରିଯିବା ପାଇଁ ଭୟ କରନ୍ତି। ଭୟର ବନ୍ଧନରେ ସେମାନେ ବନ୍ଧା ଯାଇଅଛନ୍ତି। ସେମାନଙ୍କ ମଧ୍ୟରେ ଗୋଟେ ଶୈତାନର ଭୟ ଥାଏ। ପାଉଲ କହିଲେ, ଖ୍ରୀଷ୍ଟ ଯୀଶୁଙ୍କ ସାହାଯ୍ୟରେ ମୁଁ ସମସ୍ତ କାର୍ଯ୍ୟ କରିପାରେ। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ହେଇ ମଧ୍ୟ ଆଉ କିଛି ଲୋକ ସେମାନେ ଶୈତାନକୁ ଏଇ ପ୍ରକାର ଭୟ କରିଥାନ୍ତି। ସେମାନେ ଶୈତାନର ଭୟର ବନ୍ଧନରେ ସେମାନେ ବନ୍ଧା ଯାଇଅଛନ୍ତି। କିଛି ଲୋକ ମଣ୍ଡଳୀରେ କିମ୍ବା ଆଉ କୌଣସି କୌଣସି ସ୍ଥାନରେ ଅନ୍ୟମାନଙ୍କର ଭୁଲ ଦେଖିଲେ ମଧ୍ୟ ତା ଭୁଲ କହିବା ପାଇଁ ଭୟ କରିଥାନ୍ତି, କାରଣ ସମ୍ପର୍କ ଭାଙ୍ଗିଯିବାର ଭୟ। ତା ସହିତ ଯଦି ସମ୍ପର୍କ ଭାଙ୍ଗିଯିବ ତାହେଲେ ମୋର କଣ ହେବ? ସେଥିପାଇଁ ସେ ଭୁଲ କଲେ କରୁ, ଭୁଲକୁ ସେମାନେ ସାଲିସ କରିଦିଅନ୍ତି, କମ୍ପ୍ରମାଇଜ କରିଦିଅନ୍ତି। ଆଉ କିଛି ଲୋକ କ୍ଷତି ହେବାର ଭୟରେ ସେମାନେ ସବୁବେଳେ ଥାନ୍ତି। ମୁଁ ଯଦି ଏଇଟା କରିବି ମୋର କ୍ଷତି ହେଇଯିବ, ଲୋନ ଆଣିବି ମୋର କ୍ଷତି ହେଇଯିବ, ରିକ୍ସ ହେଇଯିବ। କିଛି ଲୋକ ରିକ୍ସ ନେବା ପାଇଁ ଭୟ କରିଥାନ୍ତି, କ୍ଷତି ହେବାର ଭୟ। ଆଉ କିଛି ଲୋକ ମାନେ ଭୂତ ଭୟ, ବାଘ ଭୟ, ଏ ସମସ୍ତ ବିଷୟ ତ ରହିଥାଏ। ଆଉ କିଛି ଲୋକ ମାନେ ଉପବାସ କଲେ ଅସୁସ୍ଥତାର ଭୟ, ମୁଁ ଯଦି ଉପବାସ କରିବି ତାହେଲେ ମତେ ଅସୁସ୍ଥତା ଆସିଯିବ। ଏସବୁ ଭୟ ଆମମାନଙ୍କର ଜୀବନରେ ଆମମାନଙ୍କୁ ବେଳେ ବେଳେ ବାଧା ଦେଇଥାଏ। ଏ ଭୟର ବନ୍ଧନ ଆମମାନଙ୍କୁ ବାନ୍ଧି କରି ରଖିଅଛି ଆମମାନଙ୍କ ମଧ୍ୟରୁ କେତେ କଣ। ବେଳେ ବେଳେ ତ ଅସୁସ୍ଥତାର ଭୟ ଏ ପ୍ରକାର ଭୟଙ୍କର ହେଇଥାଏ ଯେ ସେବା କାର୍ଯ୍ୟରେ ଜର୍ଣ୍ଣି କଲେ ମଧ୍ୟ ଆମମାନେ ଅସୁସ୍ଥ ହେଇଯିବାର ଭୟ ଆମମାନଙ୍କୁ ଥାଏ। ଆଉ କିଛି ଲୋକଙ୍କର ମଧ୍ୟରେ କି ପ୍ରକାର ବନ୍ଧନ ଗୋଟେ ଥାଏ, ସ୍ଫୂର୍ତ୍ତି ବିହୀନତା, ମାନେ ବିଷାଦଗ୍ରସ୍ତ ହେବାର ଭୟ, ସ୍ଫୂର୍ତ୍ତି ବିହୀନତା। ଏ ପ୍ରକାର ବନ୍ଧନରେ ସେମାନେ ବନ୍ଧା ଯାଇ ଅଛନ୍ତି। ସେମାନଙ୍କର ବାକ୍ୟ ପଢ କିମ୍ବା ସେମାନଙ୍କ ପାଇଁ ପ୍ରାର୍ଥନା କର, ସେମାନଙ୍କର ଯାହା ମଧ୍ୟ କଲେ ସେମାନଙ୍କ ମନରେ ଆନନ୍ଦ ଆସିନଥାଏ। ସବୁବେଳେ ଗୋଟେ ବିଷାଦ, ସବୁବେଳେ ଗୋଟେ ଦୁଃଖ, ସ୍ଫୂର୍ତ୍ତିହୀନତା, ବୋରିଂ ହେଇଥିବେ ସବୁବେଳେ। ଆଜି ନାହିଁ କାଲିକି କରିବା, ଆଉ ଟିକେ ପରେ କରିବା, ଏ ପ୍ରକାର ସେମାନଙ୍କର। ଆଉ କିଛି ଲୋକ ଏ ପ୍ରକାର ବନ୍ଧନରେ ବନ୍ଧା ଯାଇଥାନ୍ତି, ଏକଲା ରହିବାର ବନ୍ଧନ। ଏକଲା ରହିବାର ବନ୍ଧନ ମାନେ ସେମାନେ ମାନେ ଏ ପ୍ରକାର ବନ୍ଧନ ସେମାନେ ବନ୍ଧା ଯାଇଛନ୍ତି। ଆଲୋଫନେସ୍ ଲାଇଫ, ମାନେ ଅପବ୍ୟ ପୁତ୍ରଙ୍କର ବଡ ଭାଇ ସେ ଘରେ ଥିଲା କିନ୍ତୁ ସେ ଏକଲା ରହିଥିଲା। ସେ ଘରର ଆନନ୍ଦରେ ସେ ସାମିଲ ନଥିଲା। ସେଥିପାଇଁ ଘରର ଚାକରକୁ ପଚାରୁଛି, ଏଇ ଆମ ଘରେ କଣ ହଉଛି? ବ୍ୟାଣ୍ଡ ବାଜୁଛି, ଆମ ଘରେ ଲୋକମାନେ ଭୋଜି କରି ଖାଉଛନ୍ତି, ତାଙ୍କ ଘରେ ସବୁ ହଉଛି, ସେ ବଡ ପୁଅ କିନ୍ତୁ ସେ ଏକଲା। ବାପାଙ୍କ ସହିତ ଥାଇ ମଧ୍ୟ ସେ ବାପାଙ୍କର ସହିତ ନଥିଲା। ଏ ଏକଲା ରହିବାର ବନ୍ଧନ ବେଳେ ବେଳେ ଆମମାନଙ୍କୁ ବହୁତ କଷ୍ଟ ଦେଇଥାଏ। ଆଉ କିଛି ପରିବାରରେ ତ ସନ୍ଦେହ କରିବାର ଭୟ, ସନ୍ଦେହ କରିବାର ଭୟ ଭୟଙ୍କର ଭାବରେ ରହିଥାଏ, ଯାହା ସକାଶୁ ପରିବାରର ସୁଖ ଶାନ୍ତି ସମସ୍ତ ବିଷୟ ଦୂର ହେଇଯାଇଥାଏ। ଆଉ କିଛି ଲୋକଙ୍କର ମଧ୍ୟରେ ଏ ପ୍ରକାର ବନ୍ଧନ ସବୁ ରହିଥାଏ, ପତନ ହେବାର ବନ୍ଧନ। ଏଇଟା କଲେ ମୁଁ ପତନ ହେଇଯିବି, ସେଇଟା କଲେ ମୁଁ ହାରିଯିବି, ପତନ ହେବାର ବନ୍ଧନ। ଆଉ ଅନେକ ଲୋକ ତ ଅଦୃଶ୍ୟ ଅଭିଶାପର ବନ୍ଧନ, ଦୃଶ୍ୟ ନୁହେଁ ଅଭିଶାପର ବନ୍ଧନରେ ସେମାନେ ବନ୍ଧନ ହେଇଯାଇଅଛନ୍ତି। ତେଣୁ ସେମାନେ ପତନ ମଧ୍ୟ ହେଇଯାଇଅଛନ୍ତି। ବିଭିନ୍ନ ପ୍ରକାର ଚାପର ବନ୍ଧନ, ଟେନସନ, ଚାପର ବନ୍ଧନ, ମାନସିକ ଉତ୍ତେଜନା ହେବାର ବନ୍ଧନ, ଏ ସମସ୍ତ ବନ୍ଧନ ମନୁଷ୍ୟକୁ ପଛକୁ ଟାଣି ଦେଇଥାଏ, ଅଗ୍ରସର ହେବା ପାଇଁ ଦେଇନଥାଏ, ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ଦେଇନଥାଏ। ବରଞ୍ଚ ଏଇ ଲୋକମାନଙ୍କୁ ଏଇ ବନ୍ଧନରେ ବନ୍ଧା ଯାଇଥିବା କିଛି କିଛି ବନ୍ଧନ ବିଶ୍ୱାସୀ ମାନଙ୍କୁ ପଛକୁ ଟାଣି ଦେଇଥାଏ, ବ୍ୟାକସ୍ଲାଇଡ କରିଦେଇଥାଏ। ଆମ ନିମନ୍ତେ ଈଶ୍ୱରଙ୍କ ଠାରୁ ଆଗତ ସେଇ ଆନନ୍ଦ, ଶାନ୍ତି ବା ଆଉ ସୁଖ, ଏ ସମସ୍ତ ବିଷୟରୁ ଏଇ ବନ୍ଧନ ଆମମାନଙ୍କୁ ବଞ୍ଚିତ କରିଦେଇଥାଏ। ନଚେତ ପରମେଶ୍ୱର ଆମମାନଙ୍କର ଆନନ୍ଦ ପାଇଁ ଅନେକ ଯୋଜନା କରିଅଛନ୍ତି, ଆମମାନେ ଯେପରି ଶାନ୍ତି ପ୍ରାପ୍ତ ହେଉ ଅନେକ ଯୋଜନା କରିଅଛନ୍ତି। କିନ୍ତୁ ଏଇ ବନ୍ଧନ ସବୁ, ଏଇ ଭୟ ସବୁ ଆମମାନଙ୍କୁ ବାନ୍ଧି ଦେଇଥାଏ। ଗୀତ ସଂହିତା 116 ନମ୍ବର ଗୀତର 16 ପଦର ଲେଖକ ସେ ଆଶ୍ୱାସନା ଦିଅନ୍ତି ଯେ ସେ ମତେ ସମସ୍ତ ବନ୍ଧନରୁ ମୁକ୍ତ କରିଅଛନ୍ତି, ସେ ମତେ ସମସ୍ତ ବନ୍ଧନରୁ ସେ ମତେ ମୁକ୍ତ କରିଅଛନ୍ତି। ଆଜିର ଯୋଉ ଶାସ୍ତ୍ରାଂଶ ଆମେ ପାଠ କରିଅଛୁ, ପାଉଲ ଓ ସିଲା ସେମାନେ ସର୍ବଶକ୍ତିମାନ ପରମେଶ୍ୱରଙ୍କର ସୁସମାଚାର ନେଇ ଯାଇଅଛନ୍ତି।
से माने निजर कार्य निजर पेट पोषणा किंबा निजर परिवार निजर पदवी पाइबा निज स्वार्थ पाइबा निजे मेडल पाइबा लोकंक ठारू बाहाबा पाइबा पई से माने जाई नथिले से माने संपूर्ण भाव में परमेश्वरंकर कार्य करिबा पई से माने जाईतिले किंतु सेमान को प्रचुर प्रहार करने समय रे परमेश्वर कुआड़े थिले सेमान को जेल रे रखिबा समय रे ए भयंकर जेल मु जेल रो विवरण किछि कहि गली कष्ट जंत्रणा ए समस्त प्रकार जेल रो विवरण मु कहि गली तबे से समस्त से माने पाइबा समय रे परमेश्वर कोन करूथिले परमेश्वर कि सेमान को उद्धार करबा पई आसी न थांते प्रथम अंश रे से माने समस्त कष्ट पाइला परे बेत्राघात पूर्वर कि परमेश्वर सेमान को उद्धार करि पारि न थांते सेमान को जेल को नेबा समय रे कि परमेश्वर सेमान को उद्धार करि पारि न थांते सेमान को हरि काठरे हाथ गोड़ बांधिबा बंधन अवस्था रखिबा पर्यंत कि पूर्वर कि परमेश्वर सेमान को उद्धार करि पारि न थांते आम परमेश्वर करि पारि थांते आम परमेश्वर सर्वशक्तिमान परमेश्वर अटंती किंतु से उत्कृष्ट विषय देबा पई किछि समय अपेक्षा करंती हम माने कष्ट पाऊ हम माने जंत्रणा पाऊ आम जीवन में दुख आसी थाए आम जीवन में निसंगता आसी थाए आम जीवन में विभिन्न प्रकार अपमान निंदा आसी थाए परमेश्वर सकाशु परमेश्वर नीरव से समस्त देखि थांती आ उपयुक्त समय रे से कार्य करि थांती आम जीवन में मध्य एपरि अनेक प्रकार बाधा ए प्रकार अनेक प्रकार बंधन कष्टदायक अदृश्य जेल जे कि आम को बाधा देउथिबो थाए से दिन पाउल और सिलांक प्राई परमेश्वर जेपरि करिथिले आज मध्य परमेश्वर आममानक पई से प्रकार करिवे आमेन आमेन आज मध्य परमेश्वर आममानक पई कारण सेही परमेश्वर आज मध्य जीवित सेही परमेश्वर से काली थिले आज अछंती एवं आसंता काली मध्य रहिबे जदि से पाउल सिलंक पई जदि कले ताहले से आममानक पई मध्य करिवे कोन कले से 26 पदरे माने 26 पदरे माने देखिबा को पारुछु हठात महाभूमिकंप हैला एई भूमिकंप काहाकू मारिबा पई नुहे एई भूमिकंप क्षति करिबा पई नुहे एई भूमिकंप रे कोनोसी प्रकार धन जन किंबा आउ कोनोसी प्रकार संपत्ति नष्ट करिबा पई नुहे परंच परमेश्वरंकर दास दासी मान को मुक्त करिबा पई से बाधा देउथिबा जेल रो भित्ति मूल को कंपन करिबा पई परमेश्वर महाभूमिकंप आश्चर्य प्रेज द लॉर्ड हालेलुया से दिन पाउल सिलंक पई ताहा करिथिले आज आमान को पई मध्य करिवे परमेश्वर आज जो बंधन रे माने बरही अछु से बंधन रो भित्ति मूल को परमेश्वर निश्चित भाव रे कंपन करिवे विश्वास करिवार आवश्यकता रही अछि परमेश्वर तांको लोक मान को उद्धार करिबा पई निश्चित भाव रे आश्चर्य कार्य करिवे आ से करंती मध्य उद्धार करिया पई आश्चर्य कार्य करंती परमेश्वर तांको लोक मानकर तांको दास दासी तांको सेवक मानकर दुख देखि नीरव रही पारंती नाही 25 पद जहां माने पाठ करितिलु 25 पद रे देखुछु प्राय मध्यरात्रि कोन पई दिया जाई अछि मध्यरात्रि सोईबा पई विश्राम नेबा पई दिया जाई अछि किंतु मध्यरात्रि रे खड़ी संधि मुहूर्त मध्य रे आउ विश्राम नेबार समय नाही कारण काल अति सन्निकट एबे आउ रेस्ट नेबार समय नाही किबा निश्चित भाव रे सोई रहिबार समय नुह प्राय मध्यरात्रि रे जेल रे पाउल और सिला से माने स्तव गान करुथिले कि आश्चर्यर विषय बहुत प्रहार रे प्रहारित होई अछि से माने अगणित लेखक गणी पारि नाहंती जदि गणी थांते एतिकी प्रहार बोली से लेखि थांते कारण अन्य पुस्तक मान कर तो लेखा जाई अछि किंतु से गणी नाहंती से माने प्रहारित हेइथिबा सत्वे हरि काठरे हाथ गोड़ बांधी जाइथिबा सत्वे मध्य रात्रि रे थिबा सत्वे दिन सारा से माने रेस्ट नहीं थले क्लांत होइथिबा सत्वे विभिन्न प्रकार मानसिक चाप थिबा सत्वे विभिन्न प्रकार बाधा विघ्न थिबा सत्वे अपमान निंदा कष्ट जंत्रणा लोक मानकर छी विषय ए समस्त थिबा सत्वे मध्य से कष्ट जंत्रणा रे थाई मध्य प्राय मध्य रात्रि रे से माने सदा प्रभुंकर स्तव गान करूथिले से माने सदा प्रभुंकर स्तव गान करूथिले आ अनेक प्रहारित हेले मध्य न सोई विश्राम न नहीं से माने स्तव गान करूथिले
26 ପଦରେ ସେମାନେ ସ୍ତବ ଗାନ କରୁଥିଲେ, 25 ପଦରେ ସେମାନେ ସ୍ତବ ଗାନ କରୁଥିଲେ, ଆଉ ସେମାନଙ୍କର ସ୍ତବ ଗାନ ଅନ୍ୟ କଏଦୀ ମାନେ ଅନ୍ୟ ବନ୍ଦୀ ମାନେ ମଧ୍ୟ ଶୁଣୁଥିଲେ। ସେମାନେ ଶୁଣୁଥିଲେ, ସେମାନେ ସ୍ତବ ଗାନ କରୁଥିଲେ, ଅନ୍ୟ କଏଦୀ ମାନେ ଶୁଣୁଥିଲେ। ଆଉ ସ୍ତବ ଗାନ କରୁଥିବା ସମୟରେ, ସ୍ତବ ଗାନ କଲା ପରେ ନୁହେଁ, ସ୍ତବ ଗାନ କରୁଥିବା ସମୟରେ ହଠାତ୍ ଭୂମିକମ୍ପ ହେଲା ଯେ ଜେଲର ଭିତ୍ତିମୂଳ କମ୍ପିବାକୁ ଲାଗିଲା। ଜେଲର ଭିତ୍ତିମୂଳ କମ୍ପିବାକୁ ଲାଗିଲା। ପାଉଲ ଓ ସିଲାଙ୍କ ନିମନ୍ତେ ସେ ବାଧା ଦେଉଥିବା, ବନ୍ଧନ କରିଥିବା ସେ ଦ୍ୱାର ଉନ୍ମୁକ୍ତ ହେଲା। ଏହା ପରମେଶ୍ୱରଙ୍କର ଯୋଜନା ଥିଲା। ସେମାନଙ୍କର ଯୋଉ କଷ୍ଟଦାୟକ ସେ ହରିକାଠର ଚେନ୍ ସବୁ ଥିଲା, ଶିଙ୍କୁଳି, ସେ ସମସ୍ତ ବିଷୟରୁ ସେମାନଙ୍କୁ ସେ ଭୂମିକମ୍ପ ମୁକ୍ତ କଲା। ସେଥିପାଇଁ ପରମେଶ୍ୱର ଜେଲର ଭିତ୍ତିମୂଳକୁ କମ୍ପନ କଲେ। ସେଦିନ ଦୃଶ୍ୟ ଜେଲର ଭିତ୍ତିମୂଳକୁ କମ୍ପନ କରିଥିଲେ। ଆଜି ତ ଆମମାନେ ଅଦୃଶ୍ୟ ଜେଲରେ ବନ୍ଧା ଯାଇଅଛୁ, ଅନେକ। ସେଦିନ ପାଉଲ ଓ ସିଲାଙ୍କୁ ମୁକ୍ତ କରିବା ପାଇଁ ପରମେଶ୍ୱର ଜେଲର ଭିତ୍ତିମୂଳକୁ କମ୍ପାଇଥିଲେ। ସେମାନଙ୍କୁ ସେ ଶିଙ୍କୁଳିରୁ ମୁକ୍ତ କରିବା ପାଇଁ, ବନ୍ଧନ ମୁକ୍ତ କରିବା ପାଇଁ ପରମେଶ୍ୱର ମହାଭୂମିକମ୍ପ ଦ୍ୱାରା ସେ ଜେଲର ଭିତ୍ତିମୂଳକୁ କମ୍ପାଇଥିଲେ। ସେ ତ ଚିରକାଳ ପରମେଶ୍ୱର, ସମାନ ପରମେଶ୍ୱର। ଆଜି ମଧ୍ୟ ସେ କରିବେ। ଆଜି ମଧ୍ୟ ଆମକୁ କଷ୍ଟ ଦେଉଥିବା ଜେଲ, ଅଦୃଶ୍ୟ ଜେଲ, ଆଜି ମଧ୍ୟ ଆମମାନଙ୍କୁ କଷ୍ଟ ଦେଉଥିବା ସେଇ ଭିତ୍ତିମୂଳ, ଆଜି ମଧ୍ୟ ଆମମାନଙ୍କୁ ବନ୍ଧନରେ ବାନ୍ଧିଥିବା ସେ ଅଦୃଶ୍ୟ ଶିଙ୍କୁଳି, ଏ ସମସ୍ତ ଯନ୍ତ୍ରଣାରୁ ପରମେଶ୍ୱର ମୁକ୍ତ କରିବା ପାଇଁ ଆଜି ମଧ୍ୟ ସେ କମ୍ପନ କରିବେ। ବାସ୍ ଆମମାନଙ୍କୁ କିଛି କାର୍ଯ୍ୟ କରିବାକୁ ପଡିବ। ବିଶ୍ରାମ ନନେ, ରିଲାକ୍ସ ନ ଶୋଇ ଆମମାନଙ୍କୁ ସ୍ତବଗାନ କରିବାର ଆବଶ୍ୟକତା ରହିଅଛି। କାରଣ ସ୍ତୁତି ବନ୍ଦନାରେ ଏ ପ୍ରକାର ଶକ୍ତି ରହିଅଛି। ସ୍ତୁତି ବନ୍ଦନାରେ ଏ ପ୍ରକାର ଶକ୍ତି ରହିଅଛି, ପରମେଶ୍ୱର କାର୍ଯ୍ୟ କରିବା ପାଇଁ ବାଧ୍ୟ ହୁଅନ୍ତି। କାରଣ ପରମେଶ୍ୱର ମନୁଷ୍ୟ ମାନଙ୍କୁ ତାଙ୍କର ସ୍ତୁତି ବନ୍ଦନା କରିବା ପାଇଁ ତ ସେ ନିର୍ମାଣ କରିଅଛନ୍ତି। ଗୀତ ଯେସାଇ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 43 ଅଧ୍ୟାୟର ତାର 7 ପଦ 21 ପଦ ଅନୁସାରେ ସେ ପ୍ରଶଂସା କରିବା ପାଇଁ ପ୍ରଜା ମାନଙ୍କୁ ନିର୍ମାଣ କରିଅଛନ୍ତି। ତେବେ ଯେତେବେଳେ ପାଉଲ ସିଲା ସେମାନେ ବିଶ୍ରାମ ନ ନେଇ କୌଣସି ପ୍ରକାର ମାନେ ପରମେଶ୍ୱରଙ୍କ ଅଭିମାନ ଅଭିଯୋଗ ନ କରି, ବେଳେ ବେଳେ ଯାହାକି ବିଶ୍ୱାସୀ ମାନେ କରିଥାନ୍ତି, ମୁଁ ତ ତମର କାର୍ଯ୍ୟ କରୁଅଛି, ତଥାପି ଏତେ କଷ୍ଟ ଯନ୍ତ୍ରଣା କାହିଁକି ମୋ ଜୀବନରେ? ମୁଁ ତ ଏତେ ପ୍ରାର୍ଥନା କରୁଛି, ବାଇବଲ ପଢୁଛି, ପ୍ରଭୁ ଭୋଜ ଖାଉଛି, ଦାନ ଦଉଛି, ଗିର୍ଜା ଯାଉଛି, ବଡ ମାନଙ୍କୁ ସମ୍ମାନ କରୁଛି, ଏତେ ସମସ୍ତ କାର୍ଯ୍ୟ କଲା ପରେ ମୋ ଜୀବନରେ କାହିଁକି ବନ୍ଧନ, କାହିଁକି ଦୁଃଖ, କାହିଁକି ଯନ୍ତ୍ରଣା, କାହିଁକି କଷ୍ଟ? ଏଇ ଶବ୍ଦ କହିବାର ଅନେକ ଲୋକ କହିଥିବା ଆପଣ ମାନେ ଶୁଣିଥିବେ। ପାଉଲ ସେ ପ୍ରକାର କଲେ ନାହିଁ। ପାଉଲ ସିଲା ସେମାନେ ସେ ପ୍ରକାର କଲେ ନାହିଁ, ବରଞ୍ଚ ସେମାନେ ସ୍ତୁତି ଗାନ କଲେ। ସ୍ତୁତି ଗାନ କହିଲେ ପ୍ରଶଂସାକୁ ବୁଝାଏ, ଆଉ ପ୍ରଶଂସା କହିଲେ ପରମେଶ୍ୱର ଆମମାନଙ୍କ ନିମନ୍ତେ ଯାହା କରିଅଛନ୍ତି, ପରମେଶ୍ୱର ଆମମାନଙ୍କୁ ଯାହା ଦେଇଅଛନ୍ତି, ଉସ୍ତାଦରର ଫଳ ମାଧ୍ୟମରେ ମନେ ମନେ ନୁହଁ, ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କ ନିକଟରେ ଅର୍ପଣ କରିବେ। ଏହା ହଉଛି ସ୍ତୁତି ଗାନ। ଏହା ମାଗିବା ନୁହଁ, ଏହା ନିବେଦନ କରିବା ନୁହଁ। ସେମାନେ ସେ ରାତ୍ରିରେ ପ୍ରାର୍ଥନା କରିଥିଲେ, ନିବେଦନ କରିଥିଲେ ବନ୍ଧନ ମୁକ୍ତ ନିମନ୍ତେ। ତାହା ଲେଖାଯାଇ ନାହିଁ। ସେମାନେ ସ୍ତୁତି ଗାନ, ସ୍ତବ ଗାନ କରୁଥିଲେ। ସେ ମାଗିବା ଅଲଗା, ସ୍ତବ ଗାନ କରିବା ଅଲଗା। ସ୍ତବ ଗାନ ମୋ ନିମନ୍ତେ ପରମେଶ୍ୱର ଯାହା କରିଅଛନ୍ତି, ମତେ ଯାହା ଦେଇଅଛନ୍ତି, ସେଠି ତାହା ବଡ ହଉ ଛୋଟ ହଉ ସମସ୍ତ ବିଷୟ ଉସ୍ତାଦରର ଫଳ ମାଧ୍ୟମରେ ଉତ୍ସର୍ଗ କରିବା, ଏହାକୁ ପ୍ରଶଂସା ବୋଲି କହନ୍ତି। ଏବ୍ରୀ ପୁସ୍ତକ ତାର 13 ଅଧ୍ୟାୟ 15 ପଦ ଅନୁସାରେ ସେମାନେ ତାହା କରୁଥିଲେ। ସେମାନେ ତାହା କରୁଥିଲେ। ଆଉ ପରମେଶ୍ୱର ନୀରବ ରହିଲେ ନାହିଁ। ସେ ତ ନିଦ୍ରା ଯାଆନ୍ତି ନାହିଁ କିମ୍ବା ସେ ଘୁମାନ୍ତି ନାହିଁ। ସେ ନୀରବ ରହିଲେ ନାହିଁ। ସେ ନୀରବ ନ ରହି ସେ ତାଙ୍କର କାର୍ଯ୍ୟ କଲେ। ସେ ମହା ଭୂମିକମ୍ପ ପଠେଇଲେ, ବନ୍ଧନ ସବୁ ମୁକୁଳି ଗଲା, ଦ୍ୱାର ସବୁ ଉନ୍ମୁକ୍ତ ହେଲା। ସେମାନଙ୍କୁ ମୁକ୍ତ କରିବା ପାଇଁ ପରମେଶ୍ୱର ସେ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। କାରାରକ୍ଷକକୁ ପରିବର୍ତ୍ତନ କରିବା ପାଇଁ ପରମେଶ୍ୱର ସେ ପ୍ରକାର କାର୍ଯ୍ୟ କରିବେ। हे परमेश्वर मते तुमे विश्वस्त भाବରେ दुख ଦେଇଅଛ, ଯେପରି ମୁଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସ୍ୱରୂପ ହେଇପାରିବି। मते तुमे विश्वस्त भाବରେ दुख ଦେଇଅଛ, ଯେପରି ଏ କାରାରକ୍ଷକ ପରିବର୍ତ୍ତନ ହେବ, ଏ ଜେଲରେ ଥିବା କଏଦୀ ମାନେ ପରିବର୍ତ୍ତନ ହେବେ, ଯେପରି ଆଜି ଆମ୍ଭେ ମାନେ ପାଉଲଙ୍କ ଶିଲାଙ୍କ ଏ ଘଟଣାରୁ ଶିକ୍ଷା ପାଇପାରିବା। ସେଥିପାଇଁ ବେତ୍ରାଘାତ ସମୟରେ ପରମେଶ୍ୱର ନୀରବ ଥିଲେ। ସେମାନଙ୍କ ବିରୁଦ୍ଧରେ କୁଷଡ଼ଯନ୍ତ୍ର କରିବା ସମୟରେ ପରମେଶ୍ୱର ନୀରବ ଥିଲେ। ସେମାନଙ୍କୁ ଜେଲରେ ରଖିବା ପର୍ଯ୍ୟନ୍ତ ପରମେଶ୍ୱର ନୀରବ ଥିଲେ। ସେମାନଙ୍କ ହରିକାଠରେ ସେମାନଙ୍କ ହାତ ଗୋଡକୁ ବାନ୍ଧିବା ପର୍ଯ୍ୟନ୍ତ ପରମେଶ୍ୱର ନୀରବ ଥିଲେ।
ଆଉ ଉତ୍କୃଷ୍ଟ ବିଷୟ ସେମାନଙ୍କୁ ଦେବା ପାଇଁ ପରମେଶ୍ୱର ନିରବ ଥିଲେ। ସେଦିନ ପାଉଲ ଓ ସିଲାଙ୍କୁ ଦୁଃଖ ଦେଇଥିବା, ବାଧା ଦେଇଥିବା, ନିନ୍ଦା ଅପମାନ କରିଥିବା ସେ ଜେଲର ଭିତ୍ତିମୂଳକୁ ପରମେଶ୍ୱର କଣ ପାଇଁ ସେମାନଙ୍କୁ ଉନ୍ମୁକ୍ତ କରିଥିଲେ, ଆଜି ଆମମାନଙ୍କ ପାଇଁ ମଧ୍ୟ ପରମେଶ୍ୱର ତାହା କରିବା ପାଇଁ ସକ୍ଷମ ପରମେଶ୍ୱର ଅଟନ୍ତି। ଆମମାନଙ୍କ ପାଇଁ ମଧ୍ୟ ସେ କରିବେ। ଯଦି ଆଜି ଆମମାନେ ହତାଶ ବା ନିରାଶର ବନ୍ଧନରେ ବାନ୍ଧି ରହିଅଛୁ, ଆଜି ଅନେକ ଲୋକ ବିଭିନ୍ନ ପ୍ରକାର ବିଫଳତା, ବିଭିନ୍ନ ପ୍ରକାର ହତାଶ, ବିଭିନ୍ନ ପ୍ରକାର ନିରାଶର ବନ୍ଧନରେ ଏ ପ୍ରକାର ବନ୍ଧା ଯାଇ ଅଛନ୍ତି, କୌଣସି କାର୍ଯ୍ୟ କରିବା ପାଇଁ ସେମାନଙ୍କ ମଧ୍ୟରେ କୌଣସି ପଜିଟିଭ ବିଷୟ ସେମାନଙ୍କ ମଧ୍ୟକୁ ଆସୁନାହିଁ। କଣ କରି ଲାଭ, କଣ କରି କଣ ଲାଭ? ବେଳେ ବେଳେ ଏହି ପ୍ରକାର ନିରାଶ ହତାଶର ବନ୍ଧନରେ ଶୈତାନ ଆମମାନଙ୍କୁ ତାର ଅଦୃଶ୍ୟ ଶୃଙ୍ଖଳରେ ବାନ୍ଧି ରଖିଦେଇଥାଏ। ପାଉଲ ଓ ସିଲାଙ୍କ ପରି ସ୍ତବଗାନ କରିବାର ଆବଶ୍ୟକତା ରହିଅଛି। ନିଶ୍ଚୟ ପରମେଶ୍ୱର ଆମମାନଙ୍କ ପାଇଁ ସେ ହତାଶ ବନ୍ଧନ, ହତାଶ ଓ ନିରାଶର ବନ୍ଧନର ଭିତ୍ତିମୂଳକୁ କମ୍ପେଇବେ, ନିଶ୍ଚିତ ଭାବରେ କମ୍ପେଇବେ, ଆମମାନଙ୍କୁ ମୁକ୍ତ କରିବେ। ଆଉ ହତାଶ ନିରାଶ ଆସିବ ନାହିଁ। ବାସ୍ କେବଳ ପାଉଲ ଓ ସିଲାଙ୍କ ପରି କଷ୍ଟ, ଯନ୍ତ୍ରଣା, ଦୁଃଖରେ ଥାଇ ମଧ୍ୟ ପରମେଶ୍ୱରଙ୍କର ସ୍ତୁତି ବନ୍ଦନା କର। ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। ହେ ମୋର ଅନ୍ତରସ୍ଥ ସମସ୍ତ, ତାଙ୍କର ମଙ୍ଗଳ ଦାନ ସବୁ ପାଶର ନାହିଁ। ମଙ୍ଗଳ ଦାନ ସବୁ, ସବୁ କହିଲେ ଛୋଟ ମଧ୍ୟ ବଡ ମଧ୍ୟ, ଆମେ ବଡ ବଡ ମଙ୍ଗଳ ଦାନକୁ ନ ପାଶରି ଧନ୍ୟବାଦ ଦେଇଥାଉ। ପ୍ରଭୁ ମୋର ଦରମା ବଢିଗଲା, ଧନ୍ୟବାଦ। ମୁଁ ସୁସ୍ଥ ହେଇଗଲେ ଧନ୍ୟବାଦ। ମୋ ପିଲାମାନେ ପାସ୍ ହେଇଗଲେ ଧନ୍ୟବାଦ। ମତେ ଘର ଦେଇଛ, ବଙ୍ଗଳା ଦେଇଛ, ଗାଡି ଦେଇଛ, ବଡ ବଡ ମଙ୍ଗଳ ଦାନ ସବୁ କହିଲେ କେବଳ ବଡ ବଡ ନୁହେଁ, ଛୋଟ ଛୋଟ ବିଷୟ ମଧ୍ୟ। ପ୍ରଭୁ ମତେ ତୁମେ ସୁଖ ନିଦ୍ରା ଦେଲ ରାତ୍ରିରେ, ଧନ୍ୟବାଦ। ପ୍ରଭୁ ମତେ ତୁମେ ଚକ୍ଷୁର ପତା ଖୋଲିବା ପାଇଁ ବଳ ଦେଲ, ଧନ୍ୟବାଦ। ମୋ ପରିବାର ମୁଖ ଦେଖିବାକୁ ଦେଲ, ସେଥିପାଇଁ ଧନ୍ୟବାଦ। ମତେ ନିଶ୍ୱାସ ପ୍ରଶ୍ୱାସ ଦେଇଛ, ଧନ୍ୟବାଦ। ମୋ ସୃଷ୍ଟିର ଆଲୋକ ଦେଖିବା ପାଇଁ ମତେ ତୁମେ ଦେଲ, ଧନ୍ୟବାଦ। ମୋ ନିମନ୍ତେ ସୂର୍ଯ୍ୟକୁ ଉଦୟ କଲ, ଧନ୍ୟବାଦ। ଏଇ ଘର ନିମନ୍ତେ ଧନ୍ୟବାଦ। ଏଇ ସହଭାଗିତା ନିମନ୍ତେ ଧନ୍ୟବାଦ। ଏଇ ଜୁମ୍ ମିଟିଂ ନିମନ୍ତେ ଧନ୍ୟବାଦ। ତୁମର ପରିଚୟ ଦେଇଛ, ଧନ୍ୟବାଦ। ସୁସ୍ଥ ସବଳ ଶରୀର ଦେଇଛ, ଧନ୍ୟବାଦ। ଆଭ୍ୟନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗ ତୁମେ ଦେଇଛ, ଧନ୍ୟବାଦ। ସବୁ ମାନେ ସବୁ, ସବୁ କହିଲେ ଛୋଟ ବଡ ପ୍ରତିଟି ବିଷୟକୁ ନେଇ ପ୍ରଭୁଙ୍କର ସ୍ତବଗାନ କରିବାର ଆବଶ୍ୟକତା ରହିଅଛି। ତେବେ ଯାଇ ଆମେ ଯେଉଁ ଅଦୃଶ୍ୟ ବନ୍ଧନରେ ବନ୍ଧା ଯାଇଅଛୁ, ଶୈତାନ ଦ୍ୱାରା ହଉ କିମ୍ବା ପରିସ୍ଥିତି ଦ୍ୱାରା ହଉ, ଜଗତର ଦ୍ୱାରା ହଉ, ପରମେଶ୍ୱର ତାର ଭିତ୍ତିମୂଳକୁ କମ୍ପେଇବେ। ଭିତ୍ତିମୂଳକୁ ପରମେଶ୍ୱର କମ୍ପେଇବେ ଏବଂ ନୂତନ ଦ୍ୱାରା ଆମମାନଙ୍କର ଜୀବନ ପାଇଁ ସେ ଉନ୍ମୁକ୍ତ କରିବେ। ଯଦି ଆମମାନେ କାହାର କୌଣସି ପ୍ରକାର ଅତ୍ୟାଚାରର ବନ୍ଧନ ରହିଅଛୁ, ସ୍ତବଗାନ କରୁ ପାଉଲ ଓ ସିଲାଙ୍କ ପରି। ପରମେଶ୍ୱର ନିଶ୍ଚିତ ଭାବରେ ସେ ଅତ୍ୟାଚାରର ବନ୍ଧନର ଭିତ୍ତିମୂଳ, ସେ ଅତ୍ୟାଚାର ବନ୍ଧନକୁ ଦୂର କରିବେ ତାହା ନୁହଁ, ସେ ଭିତ୍ତିମୂଳକୁ କମ୍ପେଇବେ, ଯେପରି ବନ୍ଧନ ଖୋଲିଯିବ, ଦ୍ୱାର ଉନ୍ମୁକ୍ତ ହେବ। ଯଦି ଆମେ କାହାର ନିର୍ଯାତନାର ଭିତ୍ତିମୂଳରେ ମଧ୍ୟରେ ରହିଅଛୁ, ନିର୍ଯାତନାର ଭିତ୍ତିମୂଳ ଆମମାନଙ୍କୁ ବାନ୍ଧି ରଖିଅଛି, ଅଫିସର ବସ୍ ହେଲା କିମ୍ବା ପଡୋଶୀ ହେଲା କିମ୍ବା ଆଉ ମାନେ ଯିଏ ବି ଯେକୌଣସି ନିର୍ଯାତନାର ବନ୍ଧନରେ, ଘରେ ମଧ୍ୟ ନିର୍ଯାତନାର ବନ୍ଧନରେ ଯଦି ବନ୍ଧା ଯାଇଅଛୁ, ଆଜି ପାଉଲଙ୍କ ସିଲାଙ୍କ ପରି ମଧ୍ୟରାତ୍ରିରେ ସ୍ତୁତି ସ୍ତବଗାନ କରୁ। କଷ୍ଟ ଯନ୍ତ୍ରଣା ଦୁଃଖରେ ମଧ୍ୟ ସ୍ତବଗାନ କରୁ, ନ ମାଗି। ପ୍ରଭୁ ଆମମାନଙ୍କୁ ଭିକାରୀ ଭାବରେ ଗଠନ କରିନାହାନ୍ତି। ଆମମାନଙ୍କର ପ୍ରାର୍ଥନା ଯଦି ଗୋଟେ ସାଧାରଣ ବିଶ୍ୱାସର ପ୍ରାର୍ଥନା ଯଦି ଆମେ ଦେଖୁ, ତାହେଲେ 5 ମିନିଟର ପ୍ରାର୍ଥନାରେ 4.5 ମିନିଟ ଖାଲି ମାଗିବା, ପ୍ରଭୁ ମତେ ଦିଅ, ମୋ ସ୍ତ୍ରୀକୁ ଦିଅ, ମୋ ସ୍ୱାମୀକୁ ଦିଅ, ମୋ ପିଲାମାନଙ୍କୁ ଦିଅ, ଆମକୁ ଦିଅ, ଏଇଟା ଦିଅ, ସେଟା ଦିଅ, ଆମେ ଖାଲି ମାଗି ଚାଲିଛୁ। ଧନ୍ୟବାଦ, ପ୍ରଶଂସା, ମହିମା, ଗୌରବ କେତେ ସମୟ? କେବଳ 30 ସେକେଣ୍ଡ। ଆଜିଠାରୁ ଚେଞ୍ଜ କରିବା, ମାନେ ଯେ 4.5 ମିନିଟ ସ୍ତବଗାନ କରୁ, ଆଉ 30 ସେକେଣ୍ଡ ମାନେ ମାଗୁ। ମାଗ ଦିଆଯିବ ବୋଲି କୁହାଯାଇଛି, ମାଗିବାର ତ ଆବଶ୍ୟକତା ରହିଛି, କିନ୍ତୁ 30 ସେକେଣ୍ଡ ମାଗୁ, କାରଣ ମାଗିବା ପୂର୍ବରୁ ସେ ଦେବା ପରମେଶ୍ୱର। ଆଉ ବାକି ସମୟ ସ୍ତବଗାନ କରୁ। ଦେଖିବେ ଏ ନିରାଶ ହତାଶର ବନ୍ଧନର ଭିତ୍ତିମୂଳକୁ ପରମେଶ୍ୱର କମ୍ପେଇବେ। ଏ ଅତ୍ୟାଚାର ବନ୍ଧନର ଭିତ୍ତିମୂଳକୁ ପରମେଶ୍ୱର କମ୍ପେଇବେ। ଏ ନିର୍ଯାତନାର ଭିତ୍ତିମୂଳକୁ ପରମେଶ୍ୱର କମ୍ପେଇବେ। ଏ ଅସୁସ୍ଥତାର ବନ୍ଧନର ଭିତ୍ତିମୂଳ, ଏଇଟା କେବେ ଭଲ ହେବ ନାହିଁ। ଯେତେ ଔଷଧ କଲେ, ଯେତେ ଇଞ୍ଜେକ୍ସନ କଲେ, ସାଲାଇନ କଲେ, ସମସ୍ତ ବିଷୟ କଲେ, କିନ୍ତୁ ମୁଁ ଆଉ କେବେ ସୁସ୍ଥ ହେଇପାରିବି ନାହିଁ। ଅନେକ ସମୟରେ এই ପ୍ରକାର କିଛି କିଛି ଚିନ୍ତାଧାରା ଶୈତାନ ଆଣି ଦେଇଥାଏ। କିନ୍ତୁ ନାଇଁ ମୋର ପ୍ରିୟ ବନ୍ଧୁଗଣ, ଆମେ ସ୍ତବଗାନ କରୁ ପାଉଲ ସିଲାଙ୍କ ପରି। ପରମେଶ୍ୱର ନିଶ୍ଚିତ ଭାବରେ ଅସୁସ୍ଥତାର ବନ୍ଧନର ଭିତ୍ତିମୂଳକୁ କମ୍ପେଇବେ, ଆଉ ମୁକ୍ତ ହେଇଯିବା। ମୁକ୍ତ ହେଲା ପରେ ଆମମାନଙ୍କର ବନ୍ଧନ ଖୋଲିଯିବ, ଆମମାନଙ୍କ ପାଇଁ ସୁସ୍ଥତାର ଦ୍ୱାର, ସୁନ୍ଦର ଦ୍ୱାର ପରମେଶ୍ୱର ଖୋଲିବେ। ସେଦିନ ଯେପରି ପାଉଲଙ୍କ ପାଇଁ ଆଉ ସିଲାଙ୍କ ପାଇଁ ପରମେଶ୍ୱର କରିଥିଲେ। ଆଜି ଅନେକ ଲୋକ ଦରିଦ୍ରତାର ବନ୍ଧନରେ ଆବଦ୍ଧ ଅଛନ୍ତି।
आज पाउल शिलांक परी मध्यरात्रि स्तुति गान करू स्तव गान करू तेरे परमेश्वर निश्चित भाव में सही असुस्थ अभाव बा से दरिद्रतार बंधनर भित्तिमूल को कंपेबे आ कंपेबे जेतेबेले निश्चय आम जीवन में प्रगति और उन्नतिर द्वार उन्मुक्त हेबे तापर आम जानी परिबा मागुचु आम बाइबल पढ़ुचु प्रार्थना करुचु गिरजा जाउचु किछि किछि अदृश्य बंधन में बंधा जाई अछि आज अनेक लोक आम जदि आम को निजको न देखि अन्य मान को देखु अनेक लोक अभिशाप बंधन में आबद्ध होई अछंती अभिशाप बंधन में आबद्ध होई अछंती तेबे गोटे सहज उपाय ताहा होछि पाउल और सिलांक परी मध्यरात्रि रे परमेश्वरंकर स्तव गान कर विश्राम न नहीं निर्यातना कष्ट जंत्रणा रे थाई मध्य निश्चय परमेश्वर आपणक पई से अभिशाप बंधन भित्तिमूल को कंपेबे अभिशाप बंधन से चेन सब मुकुली जीव एवं आम माने आशीर्वाद नूतन द्वार मध्य प्रवेश करि परिबा परमेश्वर कार्य करिवे आज अनेक लोक इंटरव्यू देई 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 से माने विफलतार बंधन रे से माने आबद्ध हो जाई अछंती विफलता जुआड़े देखले विफलता कौन सी सक्सेस से मान जीवन में नहीं किंतु परमेश्वर महान परमेश्वर आम महान परमेश्वर अटंती जदि सफलतार द्वार आम जीवन में उन्मुक्त हेउ बोली जदि आम चाहूछु ताले मध्यरात्रि स्तव गान करू एतकी कार्य करू निश्चित भाव में परमेश्वर से विफलतार बंधन रे बंधा जाइथिबा आम से भित्तिमूल को विफलतार भित्तिमूल को से कंपेबे से कंपेले आम आमनकर से अदृश्य चेन सब खोली जीव आम धीरे धीरे से विफलता को परित्याग कर सफलतार पथरे आम प्रवेश करने द्वार आम उन्मुक्त है कारण जो बंधन रे आम बंधा जाई अछु आम भूली जीवा नहीं प्रथम पितर पुस्तक 1:19 पदरे जीशुक रक्त आम को मुक्त करी अछि कि मुक्त करी अछि समस्त प्रकार बंधन रू आम को मुक्त करी अछि प्रभु जीशु एकमात्र से प्रभु अटंती जे कि आम को मुक्त करने से स्वर्ग सुख छाड़ी ए धरा पृष्ठ को आसे आम को मुक्त करने मनुष्य रूप धारण कले राजा मान को राजा प्रभु मान को प्रभु चारि प्राणी 24 प्राचीन द्वारा महिमा गौरव संभ्रम पाउथिबा परमेश्वर मनुष्य रूप धारण कर गुहाल कुंड रे आसी सोइले कौन पाई आम को मुक्त करने ए समस्त अदृश्य बंधन आम को मुक्त करने से निंदित हेले प्रहारित हेले आपनार समस्त रक्त को निगाड़ी देले कौन पाई आपण को मते मुक्त करने से मुक्तकारी परमेश्वर से अटंती से मुक्तकारी परमेश्वर अटंती तो से मुक्ति निश्चित भाव में आम को से प्रदान कर पुणी द्वितीय कोरिन्थीय पुस्तक 3:17 पदरे ईश्वर आत्मा जेउठारे मुक्ति सेठारे ईश्वर आत्मा जेउठारे मुक्ति सेठारे निश्चित भाव में परमेश्वर आम को यही प्रकार बंधन रे आम को केबे परित्याग करिवे नाही जेते बेले आमे आम जीवन में परमेश्वर को प्रथम स्थान देउ सेते बेले से आम बंधन को से मुक्त करती गीत संहिता 107 गीतर 14 पद जो माने काकुक्ति कले से मानकर बंधन को से छेदन कले बोले लिखा जाई से भित्तिमूल को कंपेबा भित्तिमूल को कंपेबे आम मानकर बंधन को से मुक्त करदेबे भित्तिमूल को से कंपेबे बस आम को पाउल सिलांक परी मध्य रात्रि रे आम को स्तव गान करिवार आवश्यकता रही अछि आमने निराश न हो हताश न हो आममानकर परमेश्वर जीवित परमेश्वर आममानकर परमेश्वर जीवित परमेश्वर से बंधन मुक्त आममान को करिवे ही करिवे आममान पाई से अदृश्य जेल रो भित्तिमूल को से कंपेइबे आममान को मारिबा पाई न आममान को क्षति करिबा पाई नहे आममानकर बंधन मुक्त करिबा पाई आममान को सम्मुखरे मुक्त हेबार सुजोगर द्वार को उन्मुक्त करिबा पाई से कंपेइबे निश्चित भाव बस स्तव गान करू आउ तांकु सुजोग दो जदि पाउल और सिलांक जगह आमने थांतो ताहले आमने आपको फोन करता ए मंत्री को फोन करतांतो से कलेक्टर को फोन करतांतो ए बड़ बाबू को से तांकु जाय रिक्वेस्ट करितांतो लांच देतांतो ए सब नाही से सब किछि न करे पाउल कोन कले पाउल सिला स्तव गान कले कारण राजा मान को राजा आमन को सपक्ष ताले की आमन को कोन करि पारिबो सेति में स्तव गान कले आमने बंधन मुक्त हेबा द्वार खोलिबो आमन को द्वार खोलेइबा पई बोली परमेश्वर भित्तिमूल को कंपन करे
तो से यही कार्य करू आम परमेश्वर संतुष्ट हेबे आम आशीर्वाद प्राप्त हेबा आमर अदृश्य बंधन जहाँ रही अच्छी से समस्त विषय आमर मुक्त हेब निशा द्रव्यर बंधन आम मुक्त करने परमेश्वर भूमिकंपन करे यहाँ माने मन रखिबार आवश्यकता रही अछि प्रभु आम आशीर्वाद करंतु प्रभु आम दया करंतु ए वाक्य को गभीर भाव में बुझिबारे आम साहाय्य एवं शक्ति प्रदान करंतु प्रेज द लॉर्ड आउ थे